ଯୁଗ ପ୍ରକାରଣ। ଏଥୁ ଅନନ୍ତରେ ପୁଣି ପରୀକ୍ଷ ରାଜନ ଶ୍ରୀ ଶୁକ ମୁନିଙ୍କୁ ଚାହିଁ ବୋଲନ୍ତି ବଚନ। ଭୋମୁନି କହିଲ ମୋତେ ସଂସାରର ଜନ୍ମ, କେଉଁ ଯୁଗେ କଲେ ବିଷ୍ଣୁ ଏହି କାର୍ଯ୍ୟମାନ। ଶ୍ରୀହରିଙ୍କ କଥା ଶୁଣି ମୁକ୍ତ ହେବ ନର, ସେହି ହରି କଥା ମୋତେ କହ ବିସାରର। ଶୁକ କହୁଛନ୍ତି ତାହା ଏକ ମନେ ଶୁଣ, ତୁମ୍ଭେ ଯେ ପଚାରିଲ ମୋତେ ଯୁଗର ବିଧାନ। ତହିଁର ବୃତ୍ତାନ୍ତ କହିବହିଁ ଭଲେ, ଯେ ବଣ ଯୁଗରେ ବିଷ୍ଣୁ ଏହି କୃତ୍ୟ କଲେ। ସତ୍ୟ ଯୁଗରେ ଶ୍ରୀହରି ମେରୁ ଶୁଭ ଦେଇ, ନୈରିଶ ନାମରେ ସତ୍ୟ ଯୁଗ କଥା ଏହି। ସେହି ଯୁଗରେ ଯେ ମହାପ୍ରଳୟ ହୋଇଲା, କଳ୍ପ କଳ୍ପାନ୍ତ ହୋଇଣ କ୍ରମେ ବହିଗଲା। ସେ କାଳ ହୋଇଲା ଗତ ଯୁଗ ଯୁଗ ଜାଣ, ଶତ ଶତ ଶଙ୍ଖ ଯୁଗ ବହିଗଲା ପୁଣ। ଏଣିକି ଯେତେ ଗଲାଣି ନ ଜାଣଇ ତାହା, ବ୍ରହ୍ମାଙ୍କ ମୁଖରୁ ମୁହିଁ ଶୁଣିଅଛି ଏହା। ଆଦି ଅନ୍ତ ନାହିଁ ତାର ପୃଥି କଥା ମାନ, ଏଥିର କଥା ଜାଣନ୍ତି ସ୍ୱୟଂ ନାରାୟଣ। ଯେଣୁ ସେ ବିଷ୍ଣୁ ସଙ୍ଗରେ ବ୍ରହ୍ମା ସଙ୍ଗୀ ଥିଲେ, ସେଥି ଯୋଗୁ ମୁନିକୁ ତା ପରିଦୃଶ୍ୟ ହେଲା। ସେ ସତ୍ୟ ଯୁଗରେ ମେରୁ ହୋଇଲା ସ୍ଥାପନ, ସେହି କାଳୁ ଯୁଗେ ଯୁଗେ ବିଷ୍ଣୁଙ୍କ ଜନମ। ଯେଉଁ ଯୁଗେ ଯେଉଁ ଦୈତ୍ୟ ନାସିଛନ୍ତି ହରି, ସେଇ ସବୁ କଥା ମାନ କହିବୁ ବିସ୍ତାରି। ସତ୍ୟରେ ମେଖଳାବନ୍ତ ପ୍ରଧାନ ଅସୁର, କୁମ୍ଭଙ୍କ ସୁରାନ୍ତକ ଯେ ଦୀପାନ୍ତକ ବୀର। ମଦ ମେଧା ବୋଲି ଜାତ ହୋଇଲା ଅସୁର, ସେକାଳେ ଶ୍ରୀହରି ସିନା ରଚିଲେ ସଂସାର। ତଳେ ଜାତ ତା ଉପରେ ଅସୁରାଏ କାଏ, ତେମନ୍ତ କି ଭେଳା ଏକ ଜଳେ ଭାସୁଥାଏ। ସଂସାର ରଚିଲେ ହରି ମେଦର ଉପରେ, ତେଣୁ କରି ମେଦିନୀ ଯେ ବୋଲି ସୁର ନରେ। ଏ ପୃଥିବୀ ଜନ୍ମ ହେଲେ କେହି ନ ଚିହ୍ନନ୍ତି, ମୁହିଁ ବଡ଼ ବୋଲି କରି ସର୍ବେ ନାଶ ଯାନ୍ତି। ପୃଥିରେ ବହୁ ରାକ୍ଷସ ହୁଅନ୍ତି ଉତ୍ପନ୍ନ, ସବୁ ଅସୁର ନାଶନ୍ତି ପ୍ରଭୁ ଭଗବାନ। ଏହିପରି ସତ୍ୟ ଯୁଗ ବିଷ୍ଣୁ ଭୋଗ କରି, ନିଶ୍ଚିନ୍ତରେ ରହିଲେ ସେ ବୈକୁଣ୍ଠପୁରୀ। ଏହି ସଂସାରରେ ଶ୍ରୀକୃଷ୍ଣ ଲୀଳା ମାନ ଚାହିଁ, ସୁସ୍ଥଳି ଜାତ ହୋଇଲା ଆସି କରି ମହି। ଶଙ୍ଖା ଅସୁରର ଦୈତ୍ୟ ଯେତେ ବୀରମଣି, ଏମାନେ ସମସ୍ତେ ପୁଣି ଜନ୍ମିଲେ ଧରଣୀ। ଶଙ୍ଖାସୁର ରହିଲା ସିନ୍ଧୁ ମଧ୍ୟ ସ୍ଥାନ, ଶଙ୍ଖଗିରି ବୋଲି କରି ଅଟେ ତାର ନାମ। ମେରୁକୁ କରନ୍ତି ଦୈତ୍ୟ ମାନେ ଗତାଗତ, ତାହା ଦେଖି ଦେବ ଲୋକ ହୁଅନ୍ତି ଆରତ। ଅତିଶୟ ପ୍ରତାପୀ ସେ ଅସୁରଙ୍କୁ ଦେଖି, ଏକ ବନେ ବେଦ ବ୍ରହ୍ମ ଆସନ ଉପେକ୍ଷୀ। ଶ୍ରୀହରି ପାଖକୁ ସେହି କରିଲେ ଗମନ, ସିନ୍ଧୁ ସ୍ନାନ ଅନ୍ତେ ଯିବେ ମନରେ ଚିନ୍ତିଣ। ବେଦ ପୋଥି ଯେ ତ୍ରିଦଣ୍ଡ ନିଜ ବସ୍ତ୍ର ମାନ, କୂଳେ ଥାଇ ପିତାମହ କରନ୍ତି ସ୍ନାନ। ଶଙ୍ଖା ଅସୁର ଅଶିଲା ମଧ୍ୟରେ ରହିଥିଲା, ମାୟା ରୂପ ଧରି ତ୍ରିଦଣ୍ଡକୁ ହରି ନେଲା। ବେଦ ପୋଥି ମାନ ଥିଲା ତହିଁର ସଙ୍ଗର, ତାହାକୁ ବେଗେ ଗିଳିଲା ଦୈତ୍ୟ ଶଙ୍ଖାସୁର। ନିତ୍ୟ କର୍ମ ସାରି ବ୍ରହ୍ମା ପ୍ରବେଶ କୂଳରେ, କିଏ ହରି ନେଲା ବେଦ ପୋଥିକୁ ମୋହର। ଧ୍ୟାନରେ ଜାଣିଲେ ଏହା ଶଙ୍ଖାସୁର ନେଲା, ତହିଁ ପରେ ବେଦପତି ବୈକୁଣ୍ଠକୁ ଗଲା। କର ଯୋଡ଼ି ବ୍ରହ୍ମା ବୋଲେ ଶ୍ରୀକୃଷ୍ଣ ଛାମୁରେ, ଆହେ ନାଥ ଶୁଣ ତମ୍ଭେ ଦେବ ଚକ୍ରଧରେ। ଶଙ୍ଖାସୁର ଚୋରି କଲା ମୋର ବେଦ ପୋଥି, କି ବୁଦ୍ଧି କରିବି ଏବେ କହ ଶ୍ରୀପତି। ଯେ ତ୍ରିଦଣ୍ଡ ପୃଥି ଘେନି ଲଭଇ ଭିଆଣ, ନିତ୍ୟରେ କୋଟିଏ ନାଶ ଗୋଟିଏ ନିର୍ମାଣ।
कि घेनि भियाण मुहे करिबि हरि केवण उपाय एबे हेब चक्रधारी शुणी करी श्री हरि जे उठिले तुरीते ସେହି ଦୈତ୍ୟକୁ ହିଁ ଆସି ସଂହାରିବି ମୁହିଁ ଆପଣା ବିଜୟ କଲେ ଦେବ ବନମାଳି ମତ୍ସ୍ୟ ରୂପକୁ ଧରିଣ ସିନ୍ଧୁ କୂଳେ ମିଳି ବ୍ରହ୍ମା ବୋଇଲେ ଏଠାରେ କରୁଥିଲି ସ୍ନାନ ବେଦ ପୋଥି ତ୍ରିଦଣ୍ଡକୁ ନେଲା ଦୈତ୍ୟ ରାଣ ଶ୍ରୀକୃଷ୍ଣ ତାହା ଶୁଣିଣ ମତ୍ସ୍ୟ ରୂପ ଧରି ସଂଘାସୁର ଦୈତ୍ୟକୁ ହିଁ ଅକ୍ଲେଶ ସଂହାରି ଯେତେକ ଅସୁର ଥିଲେ ସବୁ ଗଲେ ନାଶ ସୁମାଳି ପଳାଇ ଗଲା ସ୍ୱର୍ଗ ପାଶ ମତ୍ସ୍ୟ ରୂପ ଧରି ହରି ଶଙ୍ଖାସୁର ମାରି ବୈକୁଣ୍ଠ ଭୁବନେ ଗଲେ ଦେବ ଚକ୍ରଧାରୀ ଯେ କାଳେ ମେରୁ ଉପାଡ଼ି ସମୁଦ୍ର ମନ୍ଥିଲେ କୁର୍ମ ରୂପକୁ ଧରିଣ ମହିଷେ ଧରିଲେ ଅବନୀ ନାମରେ ଦୈତ୍ୟ ଜନ୍ମିଲା ପୃଥିରେ ଅନନ୍ତ ବାସୁକି ସହି ନ ପାରିଲା ଭାର ବହାର ରୂପ ବରାହ ରୂପରେ ହରି ପୃଥିବୀ ଧଇଲେ ଅବନୀ ଦୈତ୍ୟକୁ ହରି ହେଳେ ବଧ କଲେ ଦୈତ୍ୟ କୂଳ ଜନମିଲେ ହିରଣ୍ୟ କଶ୍ୟପ ସ୍ତମ୍ଭରୁ ଉତ୍ପନ୍ନ ହେଲେ ନରସିଂହ ରୂପ ନୃସିଂହ ରୂପରେ ହରି ହିରଣ୍ୟ ସେ ମାରି ପ୍ରହ୍ଲାଦକୁ ଇନ୍ଦ୍ର ପଦ ଦେଲେ ଶ୍ରୀ ଯେ ହରି ମାଳତୀ କନ୍ୟା ରୂପରେ ତ୍ରୈଲୋଚନ ମାରି ସ୍ତ୍ରୀ ରୂପକୁ ଧରିଲେ ପ୍ରଭୁ ଦଇତାରି ସେହି ଦଇତ୍ୟର ତହୁଁ ବଳି ଜନମିଲା ମହାଦାନୀ ବୋଲି ତହୁଁ ସୁଖ୍ୟାତି ପାଇଲା ଦେବତା ଗୃହରେ କଲେ ନାରାୟଣ ପାଶେ ଅତ୍ୟନ୍ତ ଭାରା ହୋଇଲା ତାହାର ଏ ଦେଶେ ବୈଲୋଚନ ସୁରକୁ ଯେବେ ନ ମାରିବୁ ତାହେଲେ ଅମର ଛାଡ଼ି ସର୍ବେ ପଳାଇବୁ ବାମନ ରୂପରେ ହରି ହେଲେ ଅବତାର ପାତାଳକୁ ଚାପି ଦେଲେ ବଳି ନୃପବର ବଳି ଯାଇ ନ ରହିଲା ପାତାଳପୁରରେ ପୁଣି ତାହାକୁ ଇନ୍ଦ୍ର କରିଲେ ସ୍ୱର୍ଗରେ ରେଣୁକା ଗର୍ଭରେ ପରଶୁରାମ ରୂପେ ଜାତ ମହିଷାସୁର ଦୁର୍ଗା ରୂପ କଲା କନିପାତ ସୁମାଳି ଦୈତ୍ୟ ସତ୍ୟ ଯୁଗେ ଗୁପ୍ତ ହେଲା ତ୍ରେତୟା ଯୁଗରେ ସେହି ପ୍ରବେଶ ହୋଇଲା ସୁମାଳି ଝିଆଣି ଅଂଶେ ହୋଇଲା ରାବଣ ଅମର ବର ପାଇଣ ହରିଙ୍କୁ ସେବିଣ ଦେବଗଣ ଆସିଣ ଯେ ଖଟିଲେ ପାର୍ଶ୍ୱରେ ବହୁ ସମ୍ପଦ ଅର୍ଜିଲା ରାବଣ ମହିରେ ଅସୁରଙ୍କର ପ୍ରତାପ ନାରାୟଣ ଦେଖି ଜନମ ହୋଇଲେ ଆସି ବୈକୁଣ୍ଠ ଉପେକ୍ଷି ତ୍ରେତୟା ଯୁଗରେ ରାମ ହୋଇଲେ ଉତ୍ପନ୍ନ ଦଶରଥଙ୍କ ଆତ୍ମଜ ଅଟନ୍ତି ଶ୍ରୀରାମ ବାଳି କୃତାନ୍ତକ କୁମ୍ଭକର୍ଣ୍ଣକୁ ବିନାଶୀ ତାଡ଼କାକୁ ବଦ୍ଧ ପରଶୁରାମ ଦର୍ପ ଧ୍ୱଂସୀ ଯମଘଣ୍ଟ କାଳ ଘଣ୍ଟ ଇନ୍ଦ୍ରଜିତ ବୀର ମହିରାବଣ ତ୍ରିଶିରା କୁମ୍ଭକ ଅସୁର ଦାନବ ରାବଣେଶ୍ୱର ପୁଣି ମହିଲତା ଅନେକ ଦୈତ୍ୟ ମାରିଣ ହେଲେ ଜଗତ ଜିତା ତ୍ରେତୟା ଯୁଗ ଅନ୍ତରେ ଦ୍ୱାପର ପ୍ରବେଶ ସେ ଯୁଗରେ କଂସାସୁର ହୋଇଲେ ପ୍ରାଣେ ନାଶ ଏହା ଶୁଣି ପରୀକ୍ଷିତ ଶୁକଙ୍କୁ ପୁଛିଲେ ଦ୍ୱାପର ଯୁଗରେ କେତେ ଅସୁର ନାସିଲେ କେମନ୍ତ ଜାତ ହୋଇଲା କଂସ ନରପତି ଭୋମୁନି କହନ୍ତୁ ମୋତେ ସେଥିର ଭାରତୀ କୃଷ୍ଣ କଂସ ବଦ୍ଧ କଲେ କେମନ୍ତ ପ୍ରକାର ଏଥିର ଚରିତ ମୋତେ କହ ମୁନିବର ଭୋମୁନି କହିବା ମୋତେ ଅସୁରଙ୍କ ଦର୍ପ ହରିବଂଶ ଶୁଣି କରି ଖଣ୍ଡି ବହି ପାପ କହୁଛନ୍ତି ଶୁକ ମୁନି ଶ୍ରୀ ହରି ଚରିତ ଯେ ବଣ ଗ୍ରନ୍ଥ ଶୁଣିଲେ ହୋଇବ ମୁକତ ଭୋଜ ବଂଶରେ ଜନମ ନୃପ ବୀରବର
ସୌଦାସ ତାର ପୁତ୍ର ଅଟେ ଦଣ୍ଡଧର। ସତ୍ୟସେନା ବୋଲି ସେ ପୃଥ୍ୱୀ ଚକ୍ରବର୍ତ୍ତୀ। ସେହି ନୃପତି ବଂଶରେ ହେଲା ଉତ୍ତପତି। ଯାଦବ ବଂଶରେ ବଡ଼ ବିଖ୍ୟାତ ହୋଇଲା। ହରିଙ୍କ ଆଶ୍ରୟା କରି ସବୁ ଜୟ କଲା। ସେହି ରାଜାର ଆତ୍ମଜ ଅଟେ ବ୍ରହ୍ମସେନା। ବ୍ରହ୍ମସେନାର ଆତ୍ମଜ ଅଟେ ଉଗ୍ରସେନା। ଉଗ୍ରସେନା ରାଜା ଅଟେ ମହାପୁଣ୍ୟବନ୍ତ। ହରି ହରି ବୋଲିଣ ସେ ସଦା କାଟେ ଦିନ। ଏହି ରୂପେ ଉଗ୍ରସେନ ବୀର ଚକ୍ରବର୍ତ୍ତୀ। ଲକ୍ଷେ ରାଜା ଉପରେ ସେ ପାଇଥିଲେ ଖ୍ୟାତି। ଯାଦବ କୁଳରେ ଜନ ଉଗ୍ରସେନ ରାଜା। ସମସ୍ତ ନୃପତି ମଧ୍ୟ ପାଏ ସେହି ପୂଜା। ଯେ ବଣ ରାଜ୍ୟକୁ ରାଜା କରନ୍ତି ଗମନ। ବହୁ ଦୂର ବ୍ୟାପୀ ଥାଟ କରନ୍ତି ପ୍ରୟାଣ। ବୃକ୍ଷ ପର୍ବତ ଶାଳ ଶିଳ ଆଦି କରି 7 ଯୋଜନ ପର୍ଯ୍ୟନ୍ତ ଯାଆନ୍ତି ଯେ ଘେରି। ଯେ ବଣ ରାଜା ତାହାଙ୍କୁ ଅମାନ୍ୟ କରଇ। ବଂଶ ସହିତ ଅକ୍ଳେଶେ ସେହି ନାଶ ଯାଇ। ସହସ୍ରାର୍ଜୁନ ବୋଲି ପଶ୍ଚିମ ରାଷ୍ଟ୍ରର। ଅତ୍ୟନ୍ତ ପ୍ରତାପୀ ଅଟେ ସେହୁ ବୀରବର। ସହସ୍ରାକେ ଭୁଜ ତାର ଅଟେ ଚକ୍ରବର୍ତ୍ତୀ। ତାକୁ ଦେଖି ଭୟ ଥର ହର ନରପତି। ଶାସନ କରଇ ସେହୁ ଲକ୍ଷେ ନୃପତିଙ୍କୁ। ସହସ୍ର ଧନୁ ଧରଇ ତାହାଙ୍କୁ ନ ଶଙ୍କୁ। 3 ଆୟୁ ତଦିହୁଡ଼ି ଜଳେ ତା ଛାମୁର। ବଡ଼ିମା ପଣରେ ରାଜା ଅଟେ ଶ୍ରେଷ୍ଠ ତାର। ଉଗ୍ରସେନ ତାର ଏଡ଼େ ପ୍ରତାପ ଶୁଣିଲା। ବହୁ ରଥ ଗଜ ଘେନି ଧାଡ଼ି ଦେଲା। 90 ଲକ୍ଷ ଅଶ୍ୱମାନ ଘେନିଣ ସେ ସାଜି। 49 ଖାରେବ ସୈନ୍ୟ ଧାନ ମଧ୍ୟ ଖଞ୍ଜି। କୋଟି କୋଟି ପଦାତି ସୈନ୍ୟ ବଳବାନ। ଏତେକ ଘେନିଣ ବଡ଼ ଅଟେ ଉଗ୍ରସେନ। ଏକ ଦିନେ ରାଜା ପୁଛେ ଜଗତିର ପରେ। ଦୃଷ୍ଟ ରାଜା କିଏ କିଏ ଅଛନ୍ତି ମର୍ତ୍ତ୍ୟରେ। ଡଗର ବୋଇଲେ ଆହେ ଶୁଣ ନରବର। ସହସ୍ରାର୍ଜୁନ ଅଛି ପଶ୍ଚିମ ରାଜ୍ୟର। କାହାକୁ ଗଣନା କରେ ନାହିଁ ନୃପବର। ଏହି ସମ୍ବାଦ ଡଗର ବୋଇଲା ଛାମୁର। ଶୁଣି ଯଦୁ ବଂଶେ ରାଜା ଏକ ଚକ୍ରବର୍ତ୍ତୀ। ସହସ୍ରାର୍ଜୁନ ଚିଟାଉ ଲେଖିଲେ ତୋଡ଼ତି। ଜୀବନର ଆଶା ଥିଲେ ପଶ ତୁ ଶରଣ। ନୋହିଲେ ଜାଣିଥା ତୋର ଅବଶ୍ୟ ମରଣ। ଏହା ଲେଖି ଉଗ୍ରସେନ ଡଗର ପେଶିଲା। 84 ଦିବସ ସୁତ ତାହା ରାଜ୍ୟ ଦେଲା। ରାଜା ବିଜେ କରିଛନ୍ତି ଜଗତି ଉପରେ। ବାରତା କହିଲେ ବେଗେ ପ୍ରହରୀ ଛାମୁରେ। ସତର୍କ ଶୁଣ ସହସ୍ରା ଅର୍ଜୁନ ନୃପତି। ପରରାଷ୍ଟ୍ର ଦୂତ ଆସି ଦ୍ୱାରେ ରହିଛନ୍ତି। ଆସୁ ବୋଲି ଆଜ୍ଞା ଦେଲେ ସହସ୍ରାର୍ଜୁନ। ପ୍ରବେଶିଲା ଦୂତ ଯାଇ ରାଜା ସନ୍ନିଧାନ। ବସିଛନ୍ତି ସୌରାଷ୍ଟ୍ର ଦେଶେ ନରନାଥ। ଦୂତ ବେଗେ ଦେଲା ନେଇ ଉଗ୍ରସେନ ପତ୍ର। ପଢ଼ିଣ ସେ ନରପତି ପ୍ରଜ୍ୱଳିତ ହେଲା। ଅନେକ ଯେ ଚାଟୁ ବାକ୍ୟ ତାହାକୁ କହିଲା। କହଇ ସେ କେଉଁ ରାଜା ମଥୁରାର ଜନ। ଆସୁ ସେ ତାହାର କେତେ ଅଛନ୍ତି ସୈନ୍ୟ। ନହେବି ବିମୁଖ ନିଶ୍ଚୟ ସଂଗ୍ରାମ କରିବି। ପୃଥିବୀରେ ଉଗ୍ରସେନ ନାମ ନ ରଖିବି। ଏହା କହିଣ ପ୍ରତିଜ୍ଞା କରେ ବୀରବର। ତହୁଁ ବେଗେ ଚଳିଗଲା ମଥୁରା ଡଗର। ଲେଉଟିବାକୁ ଲାଗିଲା ଅନେକ ଦିବସ। ରାଜାର ଛାମୁରେ ବେଗେ କହିଲେ ସନ୍ଦେଶ। ଅବଜ୍ଞା କଲା ତେତେ ଅର୍ଜୁନ ନୃପତି। ଶୁଣି କରି କୋପ କଲା ନୃପ ଚକ୍ରବର୍ତ୍ତୀ। ରାଜାଙ୍କ ମଡ଼ ପଡ଼ିମା ମୁହିଁ ଯେ ଅଟଇ। ଅପମାନ କଲେ ମତେ ସୌରାଷ୍ଟ୍ରର ସାଇଁ। ସାଜରେ ଦଣ୍ଡ ତା ରାଜ୍ୟକୁ ଯିବା। ଦେଶକୁ ଉଡ଼ାଇ କରି ତ୍ରାର ପ୍ରାଣ ନେବା। ଏହା ବୋଲି 84 କୋଟି ସୈନ୍ୟ ସାଜି। ମାର ବୋଲି ସୈନ୍ୟ ଆୟୁଧକୁ ଗର୍ଜି। ଉଗ୍ରସେନ ରାଜା
राजा विजे चौद्वारपुरे पछरे गोड़ाइछन्ति कोटि कोटि वीरे सतेक योजन माड़ी चलन्ते सैन्य गिरिवृक्ष आदि सबु होइगला चूर्ण रेणु मान उड़ई जे गगनर मध्ये सैन्य साजी नरपति चलिलाक युद्धे डगर कहिला वार्ता अति बेग जाई शुणिमा हेउंतु देव जाहा कहुछई उग्रसेन नामर जे मथुरा राजन तोह तुले बाहिला से घेनि दैत्य सेन शुणी करी नृपवर पर्वते उठई देखिला सैन्य गिरी माड़ीण आसई सचिव बोइले तुम्भ कथा एक कर उग्रसेन कुपा छोटी जीव नृपवर सहस्रा अर्जुन बोले मान न करिब आबर दिन काहू जीव मोर भल एहा बोली करी सहस्रार्जुन नृपवर आसीन प्रवेश हेले उग्रसेन ठार शुणी कही परीक्षित उग्रसेन मान्य सकल राजाए खटिछन्ति सन्निधान एमंत महिमा अटे उग्रसेनकर आनंदे राज्य सेहु करे सुविधार एकांग चक्रवर्ती जे होइला से राजा समस्त नृपति गले तांक पाद पूजा उग्रसेन राजा अटे मथुरा राजार महाप्रतापी से राजा अटे वीरवर उग्रसेन भारी जार नाम इंदुमती सते अष्टोत्तर भार्या सन्निधे अछन्ति एमंत राजा भ्रमन्ते पृथ्वी भितरे दिने को मिलिला सेही प्रयाग तीर्थरे देखिला समस्त मुनि छन्ति बट तटे गौतम अंगिराजे आउ भृगिपाल अगस्ती बसिण कहू पढ़ू अछन्ति पुराण अपुत्रिक होइले कदंडे जंतुराण नरक कुंडरू रक्षा करई नंदन पुत्र दुहिता नथिले पापी बोली गण्य एहा शुणी उग्रसेन मने विचारिला 1100 बरस पुत्र मनोहिला अत्यंत चिंता करही रही नृपराण भूमनि किंपाई मोर नोहिला नंदन शुणिण अगस्ती मुनि पुराण रचिले गौतम को चाहिण बचन बोइले आहे गौतम शुण राजार वंश रे अनादि चारि जन्मिब इंदुमती ठारे सेही नारी गर्भे पुत्र होइब उत्पन्न ता नाम धरन्ते पाप होइब दहन श्रीहरि जन्म हेबे दुहिता गर्भरे उग्रसेन मुक्त हेबे शुण मुनिवरे श्रीकृष्णकर बाल रूप देखिबे राजन एहांकु देखिले आम्भे गला पाप मान अगस्तीଙ୍କ वचन रे भासी मुनि गण धन्य धन्य उग्रसेन ताहार जीवन तोहर झियाणी अंशे जन्मिबे श्रीपति अनेक प्रशंसा कले सर्वे मुनि ज्योति आहे उग्रसेन तुही अटु भगवान देखिली तोते जीवन आंभर हु धन्य तुही जे आगे देखिबु प्रभु भगवान तेणु करी आंभे माने अटु धन्य धन्य अपुत्रिक छार तू किबा चिंता करू असंख्य मानव मुक्ते होइबे संसारू अपुत्रिक जोग माने कष्ट तू न कर जाओ नादी दुहिता जन्मिबे तोहर शुणी मुनि मानंकु से राजा भक्ति कले जोहु से मानंको ठारू आगम शुणिले हरस मनरे बोले तोहि नरपति ए पाप नयने सते देखिब श्रीपति उग्रसेन मथुरा रे जाइन मिलिला इंदुमती निकटरे सकल कहिला हरस होइण पुणी उग्रसेन राणी से दिन होइला तांको स्त्री धर्मटी पुणी शपथ दिवसे शुद्ध स्नान सरिला राजा सहित रे राणी रास क्रीड़ा कला।
ସେହି ଦିନୁ ଗର୍ଭବତୀ ହୋଇଲା ତରୁଣୀ, 10 ମାସ ସମ୍ପୂର୍ଣ୍ଣରେ ଗର୍ଭଭାରା ପୁଣି। ବୈଶାଖ ଶୁକ୍ଳ ତିଥି ଦ୍ୱିତୀୟାର ଦିନ, ଦୁହିତା ଜନ୍ମ କଲା ଇନ୍ଦୁମତୀ ପୁଣ। ସେ ଅନାଦି ନାରୀ ଜାତ ମଥୁରା ରାଜ୍ୟରେ, ତାହା ଦେଖି ରୁଷ୍ଟ ହେଲା ଉଗ୍ରସେନ ବୀରେ। ରାଜ୍ୟରେ ଉତ୍ସବ କଲା ଅପାରୁ ଅପାର, ବୌଦ୍ଧନ ଦାନ ଦେଲା ତୋଷେ ଦଣ୍ଡଧର। ମହାସନ୍ତୋଷରେ ମହିପାଳ ନୃପରାଣ, ଶୁଣି ହରଷ ହୋଇଲା ଅନ୍ୟ ରାଜାଗଣ। 21 ଦିନ ନାମକରଣ ହୋଇଲା, ଦେବକୀ ବୋଲିଣ ନାମ ତାହାର ହୋଇଲା। ଆରେ କବରସେ ରାଣୀ ହେଲା ଗର୍ଭବାସ, ଦୁହିତାଏ ଜନମିଲା ହେଉ 10 ମାସ। ଦୈବକୀ ବୋଲିଣ ସର୍ବେ ତାହା ନାମ ଦେଲେ, ଦେବକୀ ଦୈବକୀ ଦୁହିତା ହୋଇଲେ। ଦେବକୀ ବୋଲିଣ ଯେଉଁ ହେଲା ଆଦି ନାରୀ, ତାହାର ଗର୍ଭରେ ଜନ୍ମ ହେବେ ଦେବହରି। ଏହି ରୂପେ ପରୀକ୍ଷକୁ ବୋଇଲେ ମୁନିବର, ଶୁଣ ଆହେ ପରୀକ୍ଷିତ ହରିବଂଶ ସାର। ଶୁକ ମୁନି କଥା ଶୁଣି ପରୀକ୍ଷା ରାଜନ, ବୋଲେ ଦୟା କର ମୁହିଁ ଶୁଣିବି ପୁରାଣ। ହରି ହରି ବୋଲି ମୋର ଦିନ ଶୁଭେ ଯାଉ, ହରି ନାମ ଗୋଟି ମୋର ହୃଦୟ ପଦେ ଥାଉ। ଆହେ ମୁନି କହ ମତେ ହରି ଗୁଣ ମାନ, ଶ୍ରୀହରିର ପାଦ ପଦ୍ମେ ପଶିବି ଶରଣ। ଯେଉଁ ପରିବର୍ଣ୍ଣ ଥିବ ତିଶଇ ହରିର, ଦେଖିବାକୁ ଆଭାଜନ ଶୁଣିବି କର୍ଣ୍ଣାର। ଆହେ ଶୁକ ମୁନି ତୋର ମତେ ଦୟା ଥିଲେ, ଶ୍ରୀହରିଙ୍କ କଥା ଗୋଟି ଶୁଣିବି କର୍ଣ୍ଣରେ। ଶୁକ ମୁନି ବୋଇଲେ କ ଶୁଣ ହରି କଥା, ଜନମ ଜନ୍ମାନ୍ତରରେ ଛାଡ଼ ପାପ ବ୍ୟଥା। ହରି ନାମ ଗୋଟି ବସି ନିରନ୍ତରେ ଘୋଷ, ଶ୍ରୀହରି ଚରଣେ ନମେ ନାରାୟଣ ଦାସ। ହରି ବୋଲ।